ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ କଂଗ୍ରେସର ବଡ଼ ଆକ୍ରମଣ। 7 ଦିନରେ ଇସ୍ତଫା ନହେଲେ ଓଡ଼ିଶା ବନ୍ଦର ଚେତାବନୀ। ଜେନ୍ଜି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଘୋଷଣା କଲା କଂଗ୍ରେସ। କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏବେ ରାଜନୀତି ଆହୁରି ସରଗରମ ହୋଇଛି। ଏହି ପ୍ରସଙ୍ଗକୁ ନେଇ ବିଜେପି ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଛି କଂଗ୍ରେସ। ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ଜେନ୍ଜି ଆନ୍ଦୋଳନ ପରେ ବିଜେପିର କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ଏବଂ ସରକାର ଉପରେ ଚାପ ବଢୁଛି। ତାଙ୍କ ଦାବି, ଧର୍ମେନ୍ଦ୍ର ପ୍ରଧାନ ସ୍ୱଇଚ୍ଛାରେ ନୁହେଁ ବରଂ ଚାପରେ ପଡ଼ି ଇସ୍ତଫା ଦେଇଛନ୍ତି। ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ଭକ୍ତଚରଣ ଦାସ ଅଭିଯୋଗ କରିଛନ୍ତି ଯେ ବିଜେପି ସରକାର ଯୁବ ସମାଜ ଏବଂ ଗରିବଙ୍କ ସମସ୍ୟାକୁ ଅଣଦେଖା କରିଛି। ତାଙ୍କ କହିବା ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ଆନ୍ଦୋଳନ ପରେ ଦେଶର ଯୁବକମାନଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି ଏବଂ ସେମାନେ ନିଜ ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଶିକ୍ଷା ବ୍ୟବସ୍ଥା ଏବଂ ଯୁବକଙ୍କ ସମସ୍ୟାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ବଢୁଥିବା ସେ କହିଛନ୍ତି। କେବଳ କେନ୍ଦ୍ର ନୁହେଁ, ରାଜ୍ୟ ସରକାରଙ୍କୁ ମଧ୍ୟ କଂଗ୍ରେସ ଟାର୍ଗେଟ କରିଛି। ଭକ୍ତଚରଣ ଦାସ କହିଛନ୍ତି, କେନ୍ଦ୍ରରେ ଇସ୍ତଫା ପରେ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ନୈତିକତା ଦୃଷ୍ଟିରୁ ପଦ ଛାଡ଼ିବା ଉଚିତ। ଏଥିପାଇଁ ସେ ସରକାରଙ୍କୁ 7 ଦିନର ସମୟ ଦେଇଛନ୍ତି। ଯଦି ଏହି ସମୟ ମଧ୍ୟରେ ଇସ୍ତଫା ନ ହୁଏ ତେବେ କଂଗ୍ରେସ ଓଡ଼ିଶା ବନ୍ଦ ଡାକ ଦେବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହା ସହିତ ରାଜ୍ୟରେ ଜେନ୍ଜି ଆନ୍ଦୋଳନକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବୋଲି ଘୋଷଣା କରାଯାଇଛି। ଆନ୍ଦୋଳନରେ ସାମିଲ ଯୁବକମାନଙ୍କ ସହ କଂଗ୍ରେସ ଦୃଢ଼ ଭାବେ ଛିଡ଼ା ହେବ ଏବଂ ଆବଶ୍ୟକ ପଡ଼ିଲେ ଆନ୍ଦୋଳନର ଖର୍ଚ୍ଚ ମଧ୍ୟ ଦଳ ବହନ କରିବ ବୋଲି ଭକ୍ତଚରଣ ଦାସ କହିଛନ୍ତି। ଏହି ବୟାନ ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆହୁରି ତୀବ୍ର ହୋଇଯାଇଛି। ବ୍ୟୁରୋ ରିପୋର୍ଟ, ଓଡ଼ିଆ ନ୍ୟୁଜ୍ ଟ୍ୟୁବ୍।